ସିଂହଟି ବହୁତ ଦୁଃଖୀ ଥିଲା। ଦିନେ ସେ ଈଶ୍ୱରଙ୍କ ପାଖରେ ପହଞ୍ଚିଲା ଆଉ କହିଲା, ହେ ପ୍ରଭୁ, ମୋ ଶରୀରରେ ବଳ, ପରାକ୍ରମ, ସାହସ ଆଉ ସୌନ୍ଦର୍ଯ୍ୟ ଭର୍ତ୍ତି ହୋଇ ରହିଛି। ଦାନ୍ତ ଆଉ ନଖ ମୋର ଏତେ ଶକ୍ତିଶାଳୀ ଯେ ଯାହାକୁ ମୁଁ ଥରେ ଧରେ ସେ ମୋ ପାଖରୁ ଆଉ ଖସି ପାରେ ନାହିଁ। ସବୁ ପ୍ରାଣୀମାନେ ମୋତେ ଦେଖିଲେ ଛାନିଆ ହୋଇ ପଳାଇ ଯାଉଛନ୍ତି। ଏତେ ସବୁ ଥାଇ ମଧ୍ୟ ମୁଁ ଗୋଟିଏ ଗଞ୍ଜାର ଡାକରେ ଡରିଯାଏ। ଏହା ମୋ ପାଇଁ ଲଜ୍ଜାଜନକ କଥା ନୁହେଁ କି? ପ୍ରଭୁ, ମୋତେ ତିଆରି କଲାବେଳେ ଇଏ କି ପ୍ରକାର କଳଙ୍କ ମୋ ପଛରେ ଲେଖିଦେଇଛ? ସିଂହର କଥା ଶୁଣି ଈଶ୍ୱର କହିଲେ, ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ବତ୍ସ, ଏହା କୌଣସି ଦୁଃଖର କାରଣ ନୁହେଁ। ସଂସାରରେ ଯେଉଁମାନେ ଜନ୍ମ ନେଇଛନ୍ତି ସେମାନଙ୍କର କିଛି ନା କିଛି ଦୁର୍ବଳତା ଥାଏ। ଅର୍ଥାତ୍ ସେ ଯେତେ ବୀର ହୋଇଥାନ୍ତୁ ନା କାହିଁକି ଅତି ସାମାନ୍ୟ ବସ୍ତୁରେ ଭୟଭୀତ ହୋଇଯାଆନ୍ତି। ଏହାଦ୍ୱାରା ସମସ୍ତଙ୍କର ଲାଭ ହୋଇଥାଏ। ଯାଅ, ଏଥିରେ ଦୁଃଖିତ ନ ହୋଇ ଖୁସିରେ ଜୀବନଯାପନ କର। ଈଶ୍ୱରଙ୍କର ଉପଦେଶ ସିଂହକୁ ଖୁସି କରିପାରିଲା ନାହିଁ। ମନ ଭିତରେ ଈଶ୍ୱରଙ୍କ ଉପରେ ଖୁବ୍ ଚିଡ଼ଚିଡ଼ ହୋଇ ଜଙ୍ଗଲକୁ ଫେରିଆସିଲା। ଆସିବା ବାଟରେ ସେ ଦେଖିଲା ଗୋଟିଏ ବିରାଟ ବଡ଼ ହାତୀ ତାର କାନକୁ ହଲାଇ ହଲାଇ ଆସୁଥାଏ। ସିଂହ ହାତୀକୁ ପଚାରିଲା, କ'ଣ ବନ୍ଧୁ, ତୁମେ ତୁମର ଏତେ ବଡ଼ କାନକୁ ହଲାଇ ହଲାଇ ଚାଲିଯାଉଛ? ହାତୀ ଉତ୍ତର ଦେଲା, ତୁମେ କ'ଣ ଏତିକି ଜାଣିନାହଁ ଯେ ଏହି ଭଣ ଭଣ କରୁଥିବା ମଶାମାନଙ୍କୁ ମୁଁ ବହୁତ ଡରେ। ଯଦି କୌଣସି କାରଣବଶତଃ ଗୋଟିଏ ମଶା ମୋ କାନରେ ପଶିଯିବ ମୁଁ ବିଚଳିତ ହୋଇ ଛଟପଟ ହୋଇ ମରିଯିବି। ଏକଥା ଶୁଣି ସିଂହ ମନ ବହୁତ ଖୁସି ହୋଇଗଲା। ସେ ନିଜକୁ ନିଜେ କହିଲା, ଅସନ୍ତୋଷ ହେଲେ ଲାଭ କ'ଣ ମିଳିବ? ଈଶ୍ୱରଙ୍କ ବାଣୀ ସତରେ ଠିକ୍। କାରଣ ମୋର ଦୁଃଖିତ ହେବାର କୌଣସି କାରଣ ନାହିଁ। ଯେତେବେଳେ ହାତୀ ଭଳି ଗୋଟିଏ ବିରାଟକାୟ ପଶୁ ସାମାନ୍ୟ ମଶାକୁ ଡରି ଦିନରାତି କାନକୁ ହଲାଉଛି, ତେବେ କୁକୁଡ଼ା ତ ମଶାଠାରୁ ଢେର ବଡ଼। ତେଣୁ କୁକୁଡ଼ା ଡାକରେ ମୁଁ ଧରିବା ସ୍ୱାଭାବିକ। ତେବେ ଏଥିରେ ଦୁଃଖିତ କିମ୍ବା ଲଜ୍ଜିତ ହେବାର କୌଣସି କାରଣ ନାହିଁ। ତେଣୁ ସବୁ କଥାକୁ ପାସୋରି ଯାଇ ସୁଖରେ ଜୀବନଯାପନ କରିବା ବିଜ୍ଞତାର ପରିଚୟ ହୋଇଥାଏ।